ଭାବନାରେ ସୁଖ, ଦର୍ଶନରେ ସୁଖ, ନାମରେ ପରମ ସୁଖ। ଶ୍ରୀମହାପ୍ରସାଦ ଭୋଜନରେ ସୁଖ, ସ୍ମୃତିରେ କଳା ଶ୍ରୀମୁଖ। ଜୀବନର ପ୍ରତିଟି ସମସ୍ୟା ଟ୍ରାଫିକ୍ ଲାଇଟ୍ ଭଳି, ଟିକିଏ ଶାନ୍ତି ଆଉ ଧୈର୍ଯ୍ୟର ସହ ଅପେକ୍ଷା କରିଦେଲେ ଆପେ ଆପେ ସବୁଜ ହୋଇଯିବ। ନିଜ ଅସୁବିଧାରୁ ଦୌଡ଼ିବା ଦ୍ୱାରା ଜୀବନ ପ୍ରତିଯୋଗିତାରେ କେବେ ଜିତିପାରିବେ ନାହିଁ। ଅସୁବିଧାକୁ ଧୈର୍ଯ୍ୟ ଓ ସାହସର ସହ ସାମ୍ନା କରନ୍ତୁ। ସମାଜରେ ନିଜକୁ ନିଜେ ଅତି ଶ୍ରେଷ୍ଠ, ଭଦ୍ର, ସଂସ୍କାରବାଦୀ ତଥା ମାର୍ଜିତ ବୋଲି ପ୍ରମାଣିତ କରୁଥିବା ବ୍ୟକ୍ତି ସବୁଠାରୁ ବଡ଼ ଖତରନାକ। ଏହିଭଳି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ମୋହରେ ପଡ଼ିଲେ ଅବସ୍ଥା ସାଂଘାତିକ ବୋଲି ଜାଣିନିଅ। ସ୍ଥାନ କାଳ ପାତ୍ର ପାଆନ୍ତି ଗୁରୁତ୍ୱ ସମୟର କଷଟିରେ। ସମୟ ହେଉଛି ବଡ଼ ବଳବାନ ରଜାରଙ୍କ ସୃଷ୍ଟି କରେ। ଶାନ୍ତ ସରଳ ହୁଅ, ଓଭର ସ୍ମାର୍ଟ ନୁହେଁ। କାରଣ ଆମକୁ ଭଗବାନ ଗଢ଼ିଛନ୍ତି, କେଉଁ କମ୍ପାନୀ ନୁହେଁ। ସେବା ସମସ୍ତଙ୍କର କର, କିନ୍ତୁ ଆଶା କାହାଠାରୁ ମଧ୍ୟ ରଖ ନାହିଁ। କାରଣ ସେବାର ପ୍ରକୃତ ମୂଲ୍ୟ କେବଳ ଭଗବାନ ହିଁ ଦେଇପାରିବେ, ମନୁଷ୍ୟ ନୁହେଁ। ଅତୀତକୁ ଅତ୍ୟଧିକ ଭାବିଲେ ଆଖିରୁ ଲୁହ ଆସିଥାଏ। ଭବିଷ୍ୟତକୁ ବେଶୀ ଚିନ୍ତା କଲେ ମନରେ ଭୟ ସୃଷ୍ଟି ହୁଏ। ଆଉ ବର୍ତ୍ତମାନକୁ ହସି ହସି ଉପଭୋଗ କଲେ ଜୀବନ ସୁନ୍ଦର ହୋଇଯାଏ। ଭାବନାରେ ସୁଖ, ଦର୍ଶନରେ ସୁଖ, ନାମରେ ପରମ ସୁଖ। ଶ୍ରୀମହାପ୍ରସାଦ ଭୋଜନରେ ସୁଖ, ସ୍ମୃତିରେ କଳା ଶ୍ରୀମୁଖ। ଜୀବନର ପ୍ରତିଟି ସମସ୍ୟା ଟ୍ରାଫିକ୍ ଲାଇଟ୍ ଭଳି, ଟିକିଏ ଶାନ୍ତି ଆଉ ଧୈର୍ଯ୍ୟର ସହ ଅପେକ୍ଷା କରିଦେଲେ ଆପେ ଆପେ ସବୁଜ ହୋଇଯିବ। ନିଜ ଅସୁବିଧାରୁ ଦୌଡ଼ିବା ଦ୍ୱାରା ଜୀବନ ପ୍ରତିଯୋଗିତାରେ କେବେ ଜିତିପାରିବେ ନାହିଁ। ଅସୁବିଧାକୁ ଧୈର୍ଯ୍ୟ ଓ ସାହସର ସହ ସାମ୍ନା କରନ୍ତୁ। ସମାଜରେ ନିଜକୁ ନିଜେ ଅତି ଶ୍ରେଷ୍ଠ, ଭଦ୍ର, ସଂସ୍କାରବାଦୀ ତଥା ମାର୍ଜିତ ବୋଲି ପ୍ରମାଣିତ କରୁଥିବା ବ୍ୟକ୍ତି ସବୁଠାରୁ ବଡ଼ ଖତରନାକ। ଏହିଭଳି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ମୋହରେ ପଡ଼ିଲେ ଅବସ୍ଥା ସାଂଘାତିକ ବୋଲି ଜାଣିନିଅ। ସ୍ଥାନ କାଳ ପାତ୍ର ପାଆନ୍ତି ଗୁରୁତ୍ୱ ସମୟର କଷଟିରେ। ସମୟ ହେଉଛି ବଡ଼ ବଳବାନ ରଜାରଙ୍କ ସୃଷ୍ଟି କରେ। ଶାନ୍ତ ସରଳ ହୁଅ, ଓଭର ସ୍ମାର୍ଟ ନୁହେଁ। କାରଣ ଆମକୁ ଭଗବାନ ଗଢ଼ିଛନ୍ତି, କେଉଁ କମ୍ପାନୀ ନୁହେଁ। ସେବା ସମସ୍ତଙ୍କର କର, କିନ୍ତୁ ଆଶା କାହାଠାରୁ ମଧ୍ୟ ରଖ ନାହିଁ। କାରଣ ସେବାର ପ୍ରକୃତ ମୂଲ୍ୟ କେବଳ ଭଗବାନ ହିଁ ଦେଇପାରିବେ, ମନୁଷ୍ୟ ନୁହେଁ। ଅତୀତକୁ ଅତ୍ୟଧିକ ଭାବିଲେ ଆଖିରୁ ଲୁହ ଆସିଥାଏ। ଭବିଷ୍ୟତକୁ ବେଶୀ ଚିନ୍ତା କଲେ ମନରେ ଭୟ ସୃଷ୍ଟି ହୁଏ। ଆଉ ବର୍ତ୍ତମାନକୁ ହସି ହସି ଉପଭୋଗ କଲେ ଜୀବନ ସୁନ୍ଦର ହୋଇଯାଏ।